ନମସ୍କାର ଆଣ୍ଡ ହ୍ୟାପି ରକ୍ଷାବନ୍ଧନ ଟୁ ଅଲ୍। ମୁଁ ଆଦିତ୍ୟ ଦାସ ଆପଣଙ୍କୁ ସ୍ୱାଗତ କରୁଛି ଆମ ୟୁଟ୍ୟୁବ୍ ଚ୍ୟାନେଲକୁ, ଯାହା ନାଁ ହେଲା ୱାଇ ଷ୍ଟକ୍ ୱିଥ୍ ଆଦିତ୍ୟ। ଆଜି ରାକ୍ଷୀ ସ୍ପେଶିଆଲରେ ଆମେ ରାକ୍ଷୀ ଉପରେ ହିଁ ଭିଡ଼ିଓ କରିବା। ୟା ଉପରେ ଆମର ଆକ୍ଚୁଆଲି ଦ ଟ୍ରୁ ମିନିଂ ଅଫ୍ ରକ୍ଷାବନ୍ଧନ, ଏକ୍ଜାକ୍ଟ ମିନିଂ କ'ଣ, ଆମେ ସେଲିବ୍ରେଟ୍ କାହିଁକି କରିବା ଉଚିତ ରକ୍ଷାବନ୍ଧନ। ତ ଅଲଗା ଅଲଗା ଲୋକଙ୍କର ଅଲଗା ଅଲଗା ଭାବନା ହେଇଥାଇପାରେ, ଏକ୍ଜାକ୍ଟ ମିନିଂଟା ଆମେ ଜାଣିବା ଦରକାର। ତ ଖାଲି ଏଇ ନୁହେଁ କି ଆମେ ଭାଇ ଭଉଣୀର ସମ୍ପର୍କ ବୋଲି ରାକ୍ଷୀ ବାନ୍ଧିବା, ତ କେବଳ ଯାହାକୁ ପଚାରିଲେ ହ୍ୱାଟ ଇଜ ଦ ମିନିଂ ଅଫ ରକ୍ଷାବନ୍ଧନ, ଆମେ କାହିଁକି ରାକ୍ଷୀ ବାନ୍ଧୁଛନ୍ତି, ତ ସେମାନେ କହିଦେବେ ଯେ ଭାଇ ଭଉଣୀ ସମ୍ପର୍କକୁ ନେଇକି। ଆଉ ରକ୍ଷାବନ୍ଧନ ଆମେ ଆକ୍ଚୁଆଲି କାହିଁକି ପାଳିବା ଉଚିତ? ଏହା କେବଳ ଏକ ଭାଇ ଓ ଭଉଣୀର ବନ୍ଧନ ନୁହେଁ, ଏହା ଏକ ପରମ୍ପରା ଯାହାକି ପ୍ରୀତି, ଭଲ ପାଇବା, କର୍ତ୍ତବ୍ୟ, ସୁରକ୍ଷା ଓ ବଚନର ସହ ପାଳନ କରାଯାଏ। ଦେଖନ୍ତୁ, ଭଗବତ ଗୀତାରେ ବି ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କର୍ତ୍ତବ୍ୟ ଓ ଧର୍ମକୁ ସବୁଠୁ ଶ୍ରେଷ୍ଠ ସ୍ଥାନରେ ରଖିବା ଉଚିତ। ତ ଆମେ ଏଇସବୁ ତ ମାନିବା ଉଚିତ ନା। ରକ୍ଷାବନ୍ଧନରେ ଏଇ ବଡ଼ ତଥ୍ୟ ମେନସନ୍ ହୁଏ, ଯାହାର ମାଧ୍ୟମରେ ଏଇ ଭାଇ ଓ ଭଉଣୀ ଏକ ଅପରୂପ ବନ୍ଧନ ଗଠନ କରନ୍ତି। ରକ୍ଷାବନ୍ଧନ ଆକ୍ଚୁଆଲି ଭଉଣୀ ତା ଭାଇକି ରାକ୍ଷୀ ବାନ୍ଧି ତା ନିରନ୍ତର ମଙ୍ଗଳ କାମନା କରେ, ଏବଂ ଭାଇ ତା ଭଉଣୀ ହାତରୁ ରାକ୍ଷୀ ବାନ୍ଧି ତା ସୁରକ୍ଷା କରିବାର ପ୍ରତିଜ୍ଞା କରେ। ଦେଖନ୍ତୁ, ଆମେ ଏମିତି ଭାବି ନେବା ଯେ ମୋ ଭଉଣୀ ମୋ ପାଇଁ କ'ଣ କରୁଛି କି ମୁଁ ଏମିତି ତା ପାଇଁ ସାକ୍ରିଫାଇସ୍ କରିମି କି ଏସବୁ କର୍ତ୍ତବ୍ୟ କରିମି। ସେଥିପାଇଁ ଭଗବତ ଗୀତାରେ ଆମକୁ ଶିଖେଇ ଦେଇଛନ୍ତି ଯେ ପ୍ରଭୁ, ଯେ ଆମେ ସେଲ୍ଫଲେସଲି ଯେତେ ଆମେ କର୍ତ୍ତବ୍ୟକୁ କରିବା, ତାହେଲେ ଆମେ ସବୁ କର୍ତ୍ତବ୍ୟ ଆମେ ଲିଭେଇ ପାରିବା, ଠିକ୍ସେ ପ୍ରପରଲି ଲିଭେଇ ପାରିବା, ସେଲ୍ଫଲେସଲି ଲିଭେଇ ପାରିବା। ଆମେ ଯଦି ସ୍ୱାର୍ଥକୁ ଯିବା ତ ସେମିତି କିଛି ଲିଭେଇ ପାରିବାନି। ସେଥିପାଇଁ ଏଇଟା ବି ଗୋଟେ ମାଧ୍ୟମ ପ୍ରତ୍ୟେକଟି ଲୋକ ମାନେ ତା କର୍ତ୍ତବ୍ୟକୁ ବୁଝିବା ପାଇଁ। ଏଇଟା ଗୋଟେ ବଡ଼ ଏକ୍ଜାମ୍ପଲ୍। ରକ୍ଷାବନ୍ଧନ ଥ୍ରୋରୁ ଭଗବତ ଗୀତା ଆମକୁ ବୁଝେଇ ଦେଉଛି ଯେ ଇଏ ବି ଗୋଟେ ମାଧ୍ୟମ, ଆମେ ଆମେ ଆମ କର୍ତ୍ତବ୍ୟକୁ ବୁଝିବାର। ତ ଏମିତି କେବଳ ଯଦି ଏଇଭଳିଆ ଯଦି ସେଲ୍ଫଲେସଲି ତା ଭାଇ ଯଦି ତା ଭଉଣୀକି ଏମିତି ସୁରକ୍ଷା ଦେବ, ପ୍ରୋଟେକ୍ସନ୍ କରିବ, ଭଲ ପାଇବା ଦେବ, ତେବେ ଫୁଲ୍ ଫ୍ୟାମିଲି ବହୁତ ଷ୍ଟ୍ରଙ୍ଗ ହେଇଯିବ। ଆଉ ପ୍ରତ୍ୟେକଟି ଲୋକ ଏମିତି ଯଦି ତାଙ୍କ ଫ୍ୟାମିଲିରେ ପ୍ରତ୍ୟେକଟି ଲୋକ ଯଦି ଏମିତି ତାଙ୍କ କର୍ତ୍ତବ୍ୟ ବୁଝିବେ ଆଉ ମାନିବେ ଓ କରିବେ, ତେବେ ସବୁ ଫ୍ୟାମିଲି, ସବୁ ପୁରା ୱାର୍ଲଡ ଆମର ବହୁତ ଷ୍ଟ୍ରଙ୍ଗ ହେଇଯିବ, ବହୁତ ହିଁ ପିସ୍ ହେଇଯିବ। ତ ଇଏ ଗୋଟେ ମାଧ୍ୟମ। ଭଗବାନ ଆମକୁ ରକ୍ଷାବନ୍ଧନ ମାଧ୍ୟମରେ ଏହା ବୁଝେଇ ଦେଉଛନ୍ତି ଯେ ପ୍ରତ୍ୟେକଟି ସମ୍ପର୍କର, ପ୍ରତ୍ୟେକଟି ବନ୍ଧନର ମୂଳ ହେଲା ପ୍ରୀତି ଓ ଭକ୍ତି। ରକ୍ଷାବନ୍ଧନରେ ଭାଇ ଭଉଣୀ ପ୍ରୀତି ଓ ଭକ୍ତିର ବନ୍ଧନରେ ବାନ୍ଧି ରୁହନ୍ତି, ସେଥିପାଇଁ ଆମେ ରକ୍ଷାବନ୍ଧନ ପାଳନ୍ତି। ତେବେ ଫ୍ରେଣ୍ଡସ୍, ରକ୍ଷାବନ୍ଧନର ଏକ୍ଜାକ୍ଟ ମିନିଂ ହେଉଛି ଏହା କି ଆମ କର୍ତ୍ତବ୍ୟ, ଆମ ପ୍ରତିଜ୍ଞା, ଆମ ପ୍ରୀତି ଓ ଭକ୍ତି ଏବଂ ସୁରକ୍ଷା। ତ ଫ୍ରେଣ୍ଡସ୍ ମାନେ, ରକ୍ଷାବନ୍ଧନର ଏକ୍ଜାକ୍ଟ ମିନିଂ ଏହା କି ଆମେ ଏସବୁ ପାଳନ କରିବା ରିଜିନ୍ ହେଉଛି ଆମେ ଆମ କର୍ତ୍ତବ୍ୟ, ଆମ ପ୍ରତିଜ୍ଞା, ସୁରକ୍ଷା ଓ ପ୍ରୀତି ଓ ଭକ୍ତିର ସହ ଏ ରକ୍ଷାବନ୍ଧନକୁ ଆମେ ପାଳନ୍ତି। ତ ଏହା ଏକ ଉତ୍ସବ ନୁହେଁ, ଏହା ହେଉଛି କୃଷ୍ଣ ଭଗବାନଙ୍କର ଭଗବତ ଗୀତାରେ ଉପଦେଶ ଦେଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଧନ୍ୟବାଦ। ଆମ ଚ୍ୟାନେଲ ୱାଇ ଷ୍ଟକ୍ ୱିଥ୍ ଆଦିତ୍ୟକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପ୍ରୀତି ଓ ଭଲ ପାଇବାରେ ବାନ୍ଧି ଦିଅନ୍ତୁ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।